का क्या कहना। शांति 28 सेप्टेम्बर 24 मधुर महावाक्य। मिठे बाबा कहे मिठे बच्चे, ଯେତେବେଳେ ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ ସତ୍ୟ ପ୍ରଦାନ ହେବ, ସେତେବେଳେ ଏହିସବୁ ପ୍ରାକୃତିକ ଦୁର୍ବିପାକ ବା ବିନାଶର ବେଗ ବଢ଼ିବ ଏବଂ ଏହି ପୁରୁଣା ଦୁନିଆ ସମାପ୍ତ ହୋଇଯିବ। ପ୍ରଶ୍ନ, କେଉଁ ଗୋଟିଏ ପୁରୁଷାର୍ଥ କରୁଥିବା ଆତ୍ମାମାନଙ୍କୁ ବାବାଙ୍କର ପୁରା ବର୍ଷା ଅର୍ଥାତ୍ ସମ୍ପତ୍ତି ପ୍ରାପ୍ତ ହୋଇଥାଏ? ଉତ୍ତର, ଯଦି ପୁରା ସମ୍ପତ୍ତି ନେବାକୁ ଚାହୁଁଛ, ତେବେ ପ୍ରଥମେ ବାବାଙ୍କୁ ନିଜର ଉତ୍ତରାଧିକାରୀ କର। ଅର୍ଥାତ୍ ଯାହା କିଛି ତୁମ ନିକଟରେ ଅଛି ସେଗୁଡ଼ିକୁ ବାବାଙ୍କୁ ସମର୍ପଣ କରିଦିଅ। ବାବାଙ୍କୁ ନିଜର ସନ୍ତାନ କରିଦିଅ, ତେବେ ପୁରା ସମ୍ପତ୍ତିର ଅଧିକାରୀ ହୋଇଯିବ। 2. ସମ୍ପୂର୍ଣ୍ଣ ପବିତ୍ର ହୋଇଯାଅ, ତେବେ ମଧ୍ୟ ପୁରା ବର୍ଷା ମିଳିଯିବ। ଯଦି ସମ୍ପୂର୍ଣ୍ଣ ପବିତ୍ର ନ ହେବ, ତେବେ ଦଣ୍ଡ ଭୋଗ କରି ଅଳ୍ପ କିଛି ସମ୍ପତ୍ତି ଅର୍ଥାତ୍ ଛୋଟ ମୋଟ ପଦ ପ୍ରାପ୍ତ କରିବ। ଓମ୍ ଶାନ୍ତି। ପିଲାମାନଙ୍କୁ କେବଳ ଗୋଟିଏ ସ୍ୱରୂପର ସ୍ମୃତିରେ ବସିବା ଉଚିତ ନୁହେଁ, 3ଟି ସ୍ୱରୂପର ସ୍ମୃତିରେ ବସିବା ଉଚିତ। ଯଦିଓ ସିଏ ଜଣେ ଅଟନ୍ତି, କିନ୍ତୁ ତୁମେମାନେ ଜାଣିଛ ସିଏ ପିତା, ଶିକ୍ଷକ, ସଦ୍ଗୁରୁ ମଧ୍ୟ ଅଟନ୍ତି। ଆମ ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ ଆସିଛନ୍ତି। ଏହି ନୂଆ କଥା କେବଳ ତୁମେମାନେ ହିଁ ବୁଝୁଛ। ପିଲାମାନେ ଜାଣିଛନ୍ତି ଯେଉଁମାନେ ଭକ୍ତି ଶିଖାଉଛନ୍ତି, ଶାସ୍ତ୍ର ଶୁଣାଉଛନ୍ତି, ସେମାନେ ସମସ୍ତେ ମନୁଷ୍ୟ, କିନ୍ତୁ ଏହାଙ୍କୁ ତ ମନୁଷ୍ୟ କୁହାଯିବ ନାହିଁ। ସିଏ ତ ନିରାକାର ଆତ୍ମାମାନଙ୍କୁ ବସି ପାଠ ପଢ଼ାଉଛନ୍ତି। ଆତ୍ମା ଶରୀର ଦ୍ୱାରା ଶୁଣିଥାଏ, ଏହି ଜ୍ଞାନ ବୁଦ୍ଧିରେ ରହିବା ଦରକାର। ଏବେ ତୁମେମାନେ ବେହେଦ ବାବାଙ୍କ ସ୍ମୃତିରେ ବସିଛ। ବେହେଦ ବାବା କହୁଛନ୍ତି, ଆତ୍ମିକ ପିଲାମାନେ ମୋତେ ସ୍ମରଣ କରିଲେ ତୁମର ପାପ କଟିଯିବ। ଏଠାରେ ଶାସ୍ତ୍ର ଆଦିର କୌଣସି କଥା ନାହିଁ। ତୁମେମାନେ ଜାଣିଛ ବାବା ଆମକୁ ରାଜଯୋଗ ଶିଖାଉଛନ୍ତି, କାରଣ ସିଏ ସର୍ବୋଚ୍ଚ ଶିକ୍ଷକ ଅଟନ୍ତି। ତେଣୁ ପଦ ମଧ୍ୟ ଉଚ୍ଚରୁ ଉଚ୍ଚ ପ୍ରାପ୍ତ କରାଉଛନ୍ତି। ଯେତେବେଳେ ତୁମେମାନେ ପୁରୁଷାର୍ଥର କ୍ରମାନୁସାରେ ସତ୍ୟ ପ୍ରଦାନ ହୋଇଯିବ, ସେତେବେଳେ ଲଢ଼େଇ ଲାଗିବ। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ, ତେଣୁ ଯୋଗ ମଧ୍ୟ ନିଶ୍ଚିନ୍ତ କରିବାକୁ ହେବ। ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିବା ଦରକାର। ନୂଆ ଦୁନିଆ ସ୍ଥାପନା ପାଇଁ କେବଳ ଥରେ ମାତ୍ର ପୁରୁଷୋତ୍ତମ ସଙ୍ଗମ ଯୁଗରେ ବାବା ଆସି ବୁଝାଉଛନ୍ତି। ଛୋଟ ପିଲାମାନେ ମଧ୍ୟ ବାବାକୁ ମନେ ପକାଉଛନ୍ତି। ତୁମେ ତ ବୁଦ୍ଧିମାନ ଅଟ, ଜାଣିଛ ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ ବାବାଙ୍କ ଠାରୁ ଉଚ୍ଚ ପଦ ପାଇବ। ଏ କଥା ମଧ୍ୟ ତୁମେମାନେ ଜାଣିଛ ଯେ ଲକ୍ଷ୍ମୀ ନାରାୟଣ ନୂଆ ଦୁନିଆରେ କେଉଁ ପଦ ପାଇଛନ୍ତି, ତାହା ଶିବ ବାବାଙ୍କ ଠାରୁ ହିଁ ପାଇଛନ୍ତି। ଏହି ଲକ୍ଷ୍ମୀ ନାରାୟଣ ପୁଣି 84 ଜନ୍ମର ଚକ୍ର ଲଗାଇ ଏବେ ବ୍ରହ୍ମା ସରସ୍ୱତୀ ହୋଇଛନ୍ତି। ଏହି ମାନେ ହିଁ ପୁଣି ଲକ୍ଷ୍ମୀ ନାରାୟଣ ହେବେ। ବର୍ତ୍ତମାନ ଏମାନେ ପୁରୁଷାର୍ଥ କରୁଛନ୍ତି। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ତୁମ ପାଖରେ ଅଛି। ଏବେ ତୁମେମାନେ ଅନ୍ଧଶ୍ରଦ୍ଧାର ସହିତ ଦେବତାମାନଙ୍କ ପାଖରେ ମୁଣ୍ଡ ନୁଆଁଇବ ନାହିଁ। ଦେବତାମାନଙ୍କ ଆଗରେ ମନୁଷ୍ୟମାନେ ଯାଇ ନିଜକୁ ପତିତ ବୋଲି ସିଦ୍ଧ କରୁଛନ୍ତି। କହୁଛନ୍ତି ଆପଣ ସର୍ବଗୁଣ ସମ୍ପନ୍ନ ଅଟନ୍ତି, ଆମେ ପାପୀ ବିକାରୀ ଅଟୁ, ଆମ ପାଖରେ କୌଣସି ଗୁଣ ନାହିଁ। ତୁମେମାନେ ଯାହାଙ୍କର ଦିନେ ମହିମା ଗାଉଥିଲ, ଏବେ ତୁମେ ସ୍ୱୟଂ ସେହିପରି ହେଉଛ। କହୁଛନ୍ତି ବାବା ଏଇ ଶାସ୍ତ୍ର ଆଦି କେବେଠାରୁ ପଢ଼ିବା ଆରମ୍ଭ ହୋଇଛି? ବାବା କହୁଛନ୍ତି ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହୋଇଛି। ଏସବୁ ହେଲା ଭକ୍ତିର ସାମଗ୍ରୀ। ତୁମେ ଯେତେବେଳେ ଏଠାରେ ବସୁଛ, ସେତେବେଳେ ବୁଦ୍ଧିରେ ସମସ୍ତ ଜ୍ଞାନ ଧାରଣା ହେବା ଦରକାର। ଏହି ସଂସ୍କାର ଆତ୍ମା ହିଁ ନେଇକରି ଯାଉଛି। ଭକ୍ତିର ସଂସ୍କାର ତ ଯିବ ନାହିଁ। ଭକ୍ତିର ସଂସ୍କାର ଥିବା ଆତ୍ମାମାନେ ପୁରୁଣା ଦୁନିଆର ମନୁଷ୍ୟମାନଙ୍କ ପାଖରେ ହିଁ ଜନ୍ମ ନେବେ। ଏ କଥା ମଧ୍ୟ ନିର୍ଦ୍ଧାର୍ଯ୍ୟ ଅଟେ। ତୁମମାନଙ୍କ ବୁଦ୍ଧିରେ ଏହି ଜ୍ଞାନର ସୁଦର୍ଶନ ଚକ୍ର ଘୂରିବା ଉଚିତ। ତା ସହିତ ବାବାଙ୍କୁ ମଧ୍ୟ ସ୍ମରଣ କରିବା ଉଚିତ। ବାବା ଆମର ପିତା ବି ଅଟନ୍ତି। ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ। ବାବା ଆମର ଶିକ୍ଷକ ମଧ୍ୟ ଅଟନ୍ତି, ତେଣୁ ପାଠପଢ଼ା ମଧ୍ୟ ବୁଦ୍ଧିରେ ଆସିଯିବ। ଏହି ସୃଷ୍ଟି ଚକ୍ରର ଜ୍ଞାନ ତ ତୁମ ବୁଦ୍ଧିରେ ଅଛି, ଯାହାଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେବ। ଓମ୍ ଶାନ୍ତି। ଭକ୍ତି ଏବଂ ଜ୍ଞାନ ବାବାଙ୍କୁ ଜ୍ଞାନର ସାଗର କୁହାଯାଉଛି। ତାଙ୍କୁ ଭକ୍ତି ବିଷୟରେ ମଧ୍ୟ ସବୁ ଜଣାଅଛି। ଭକ୍ତି କେବେଠାରୁ ଆରମ୍ଭ ହେଲା, କେବେ ଶେଷ ହେବ, ମନୁଷ୍ୟମାନେ ଏକଥା ଜାଣିନାହାନ୍ତି। ବାବା ହିଁ ଆସି ବୁଝାଉଛନ୍ତି। ସତ୍ୟ ଯୁଗରେ ତୁମେ ଦେବୀ ଦେବତାମାନେ ବିଶ୍ୱର ମାଲିକ ଥିଲ। ସେଠାରେ ଭକ୍ତିର ନାମ ରହିବ ନାହିଁ। ସେଠାରେ ଗୋଟିଏ ହେଲେ ବି ମଧ୍ୟ ମନ୍ଦିର ନଥିଲା। ଦେବୀ ଦେବତାମାନେ ସ୍ୱୟଂ ଚୈତନ୍ୟରେ ଥିଲେ। ଯେବେ ଦୁନିଆ ଅଧା ପୁରୁଣା ହୋଇଯାଏ ବା 2500 ବର୍ଷ ପୁରା ହୋଇଯାଏ, ଅର୍ଥାତ୍ ତ୍ରେତା ବା
ଦ୍ୱାପରର ସଙ୍ଗମ ହୋଇଥାଏ ତେବେ ଯାଇ ରାବଣ ଆସିଥାଏ। ତେଣୁ ସଙ୍ଗମ ତ ନିଶ୍ଚିନ୍ତ ରହିବା ଦରକାର ନା। ତ୍ରେତା ଏବଂ ଦ୍ୱାପରର ସଙ୍ଗମ ଯୁଗରେ ରାବଣ ଆସିଥାଏ। ଯେବେ କି ଦେବୀ ଦେବତାମାନେ ବାମ ମାର୍ଗରେ ଯାଆନ୍ତି ଏକଥା ତୁମମାନଙ୍କ ବ୍ୟତୀତ ଆଉ କେହି ଜାଣିନାହାନ୍ତି। ବାବା ମଧ୍ୟ କଳିଯୁଗର ଅନ୍ତ ଏବଂ ସତ୍ୟଯୁଗର ଆଦି ସଙ୍ଗମରେ ଆସୁଛନ୍ତି ଏବଂ ରାବଣ ତ୍ରେତା ଦ୍ୱାପର ସଙ୍ଗମରେ ଆସୁଛି। କିନ୍ତୁ ସେଇ ସଙ୍ଗମକୁ କଲ୍ୟାଣକାରୀ କୁହାଯିବ ନାହିଁ, ତାକୁ ଅକଲ୍ୟାଣକାରୀ ହିଁ କହିବା। ବାବାଙ୍କର ନାମ ହିଁ କଲ୍ୟାଣକାରୀ ଅଟେ। ଦ୍ୱାପରରୁ ଅକଲ୍ୟାଣକାରୀ ଯୁଗ ଆରମ୍ଭ ହେଉଛି। ବାବା ତ ଚୈତନ୍ୟ ବୀଜ ରୂପ ଅଟନ୍ତି। ତାଙ୍କ ପାଖରେ ସମସ୍ତ କଳ୍ପ ବୃକ୍ଷର ଜ୍ଞାନ ରହିଛି। ବୃକ୍ଷର ବୀଜ ଯଦି ଚୈତନ୍ୟ ହୋଇଥାନ୍ତା ତେବେ ବୁଝାଇଥାନ୍ତା ମୋ ଠାରୁ ଏହି ବୃକ୍ଷ ଏପରି ବାହାରୁଛି, କିନ୍ତୁ ସିଏ ଜଡ଼ ହୋଇଥିବା କାରଣରୁ କହିପାରୁନାହିଁ। ଆମେ ଜାଣୁଛେ ଯେ ବୀଜ ପକାଇବା ଦ୍ୱାରା ପ୍ରଥମେ ଛୋଟ ବୃକ୍ଷ ହୋଇଥାଏ, ପୁଣି ବଡ଼ ହୋଇ ଫଳ ଦେବା ଆରମ୍ଭ କରିଥାଏ। କିନ୍ତୁ ଚୈତନ୍ୟ ହିଁ ସବୁ କିଛି କହିପାରିବ। ଦୁନିଆରେ ତ ଆଜିକାଲି ମନୁଷ୍ୟ କ'ଣ କ'ଣ ସବୁ କରୁଛନ୍ତି, କେତେ ପ୍ରକାରର ଆବିଷ୍କାର କରୁଛନ୍ତି, ଚନ୍ଦ୍ରକୁ ଯିବାକୁ ଚେଷ୍ଟା କରୁଛନ୍ତି। ଏଇ ସବୁ କଥା ବର୍ତ୍ତମାନ ତୁମେମାନେ ଶୁଣୁଛ। ଚନ୍ଦ୍ରମା ଆଡ଼କୁ କେତେ ଲକ୍ଷ ଲକ୍ଷ ମାଇଲ୍ସ ଉଚ୍ଚକୁ ଚାଲି ଯାଉଛନ୍ତି, ଯାଞ୍ଚ କରୁଛନ୍ତି ଯେ ଚନ୍ଦ୍ରମାରେ କ'ଣ ସବୁ ଅଛି। ସମୁଦ୍ରରେ ମଧ୍ୟ କେତେ ଗଭୀରକୁ ଯାଉଛନ୍ତି, ଯାଞ୍ଚ କରୁଛନ୍ତି, କିନ୍ତୁ ଏହାର ଅନ୍ତ ପାଇପାରି ନାହାନ୍ତି। କେବଳ ପାଣି ହିଁ ପାଣି ରହିଛି। ଉଡ଼ାଜାହାଜରେ ଉପରକୁ ଯାଉଛନ୍ତି, ସେମାନେ ଏତେ ପେଟ୍ରୋଲ ପକାଉଛନ୍ତି ଯେପରି ଫେରି ଆସିପାରିବେ। କାହିଁକି ନା ସାଗର ଏବଂ ଆକାଶ ବେହେଦ ଅଟେ ନା। ଯେପରି ଇଏ ବେହେଦ ଜ୍ଞାନର ସାଗର ଅଟନ୍ତି, ସେହିପରି ତାହା ପାଣିର ବେହେଦର ସାଗର ଅଟେ। ଆକାଶ ତତ୍ତ୍ୱ ଏବଂ ଧରତୀ ମଧ୍ୟ ବେହେଦ ଅଟେ। ଏହିପରି ଚାଲୁଥିବ, ସରିବ ନାହିଁ। ସାଗର ତଳେ ପୁଣି ଧରତୀ ରହିଛି। ପାହାଡ଼ କାହା ଉପରେ ଛିଡ଼ା ହୋଇଛି? ଧରତୀ ଉପରେ। ପୁଣି ଧରତୀକୁ ଖୋଳିଲେ ପାହାଡ଼ ବାହାରୁଛି, ତଳୁ ପୁଣି ମାଟି ମଧ୍ୟ ବାହାରୁଛି। ସାଗର ମଧ୍ୟ ଧରତୀ ଉପରେ ଅଛି। ଏହା କେହି ଅନ୍ତ ପାଇପାରିବେ ନାହିଁ ଯେ କେଉଁ ପର୍ଯ୍ୟନ୍ତ ପାଣି ଏବଂ ଧରତୀ ରହିଛି। ପରମ ପିତା ପରମାତ୍ମା ଯିଏକି ବେହେଦର ପିତା ଅଟନ୍ତି, ତାଙ୍କ ପାଇଁ ଅନ୍ତହୀନ କହିପାରିବା ନାହିଁ। ଯଦିଓ ମନୁଷ୍ୟ କହୁଛନ୍ତି ଈଶ୍ୱର ଅନ୍ତହୀନ, ମାୟା ମଧ୍ୟ ଅନ୍ତହୀନ ଅଟେ, କିନ୍ତୁ ତୁମେ ଜାଣିଛ ଈଶ୍ୱର ତ ଅନ୍ତହୀନ ହୋଇପାରିବେ ନାହିଁ। ବାକି ଆକାଶ ଅନ୍ତହୀନ ଅଟେ। ଏହା 5 ତତ୍ତ୍ୱ ଅଟେ। ଆକାଶ, ବାୟୁ, ଏହି 5ଟି ତତ୍ତ୍ୱ ତମ ପ୍ରଦାନ ହୋଇଯାଉଛନ୍ତି। ଆତ୍ମା ମଧ୍ୟ ତମ ପ୍ରଦାନ ହେଉଛି। ପୁଣି ବାବା ଆସି ସତ୍ତ୍ୱ ପ୍ରଦାନ କରୁଛନ୍ତି। କେତେ ଛୋଟ ଆତ୍ମା 84 ଜନ୍ମ ଭୋଗ କରୁଛି। ଏହି ଚକ୍ର ଘୁରି ଚାଲିଛି। ଏହା ଅନାଦି ନାଟକ, ଯାହାର କୌଣସି ଅନ୍ତ ନାହିଁ। ଏହା ପରମ୍ପରାରୁ ଚାଲି ଆସୁଛି। ଯଦି କହିବା ଏହା କେବେଠାରୁ ଆରମ୍ଭ ହୋଇଛି, ତେବେ ଏହା ଶେଷ ହେବା ଉଚିତ। ବାକି ଏକଥା ବୁଝାଇବାକୁ ହେବ କେବେଠାରୁ ନୂଆ ଦୁନିଆ ଆରମ୍ଭ ହେଉଛି, ପୁଣି କେବେ ପୁରୁଣା ହେଉଛି। ଏହା 5000 ବର୍ଷର ଚକ୍ର, ଯାହାକି ଘୁରି ଚାଲିଛି। ଏବେ ତୁମେମାନେ ସବୁ କିଛି ଜାଣୁଛ, ବାକି ସେମାନେ ତ କାହାଣୀ କହିଦେଉଛନ୍ତି। ଶାସ୍ତ୍ରରେ ଲେଖାଯାଇଛି ସତ୍ୟଯୁଗର ଆୟୁଷ ଏତେ ଲକ୍ଷ ବର୍ଷ ଅଟେ। ତେବେ ମନୁଷ୍ୟମାନେ ଶୁଣି ଶୁଣି ଏହାକୁ ହିଁ ସତ୍ୟ ବୋଲି ଭାବୁଛନ୍ତି। ଏ କଥା ଜାଣନ୍ତି ନାହିଁ ଯେ ଭଗବାନ କେବେ ଆସି ନିଜର ପରିଚୟ ଦେବେ। ନ ଜାଣିବା କାରଣରୁ କହିଦେଉଛନ୍ତି କଳିଯୁଗର ଆୟୁଷ ଆହୁରି 40,000 ବର୍ଷ ପଡ଼ିଛି। ଯେ ପର୍ଯ୍ୟନ୍ତ ତୁମେମାନେ ନ ବୁଝାଇଛ, ସେମାନେ ବୁଝିପାରିବେ ନାହିଁ। ଏବେ ତୁମେମାନେ ବୁଝାଇବା ପାଇଁ ନିମିତ୍ତ ହୋଇଛ ଯେ କଳ୍ପ 5000 ବର୍ଷର ଅଟେ, ନା କି ଲକ୍ଷ ଲକ୍ଷ ବର୍ଷର। ଭକ୍ତି ମାର୍ଗର କେତେ ସାମଗ୍ରୀ ରହିଛି। ମନୁଷ୍ୟମାନଙ୍କ ପାଖରେ ପଇସା ଥିଲେ ଖର୍ଚ୍ଚ ମଧ୍ୟ କରିଥାନ୍ତି। ବାବା କହୁଛନ୍ତି ମୁଁ ତୁମମାନଙ୍କୁ କେତେ ପଇସା ଦେଇ ଯାଉଛି। ବେହେଦର ବାବା ନିଶ୍ଚିନ୍ତ ଭାବରେ ବେହେଦର ବର୍ଷା ଦେବେ ନା, ଯାହାଦ୍ୱାରା ସୁଖ ମିଳିବା ସହିତ ଆୟୁଷ ମଧ୍ୟ ବଡ଼ ହୋଇଥାଏ। ବାବା ପିଲାମାନଙ୍କୁ କହୁଛନ୍ତି ମୋର ସ୍ନେହୀ ସନ୍ତାନମାନେ ଆୟୁଷ୍ମାନ ଭବ। ସେଠାରେ ତୁମର ଆୟୁଷ 150 ବର୍ଷ ହେବ। କେବେ ହେଲେ କାଳ ଖାଇପାରିବ ନାହିଁ। ବାବା ବର ଦେଇ ତୁମକୁ ଆୟୁଷ୍ମାନ କରୁଛନ୍ତି। ତୁମେମାନେ ଅମର ଭବ। ସେଠାରେ କେବେ ଅକାଳ ମୃତ୍ୟୁ ହେବ ନାହିଁ। ସେଠାରେ ତୁମେମାନେ ବହୁତ ଖୁସିରେ ରହିବ। ସେଥିପାଇଁ ତାକୁ ସୁଖଧାମ ବୋଲି କୁହାଯାଉଛି। ଆୟୁଷ ବଡ଼ ହୋଇଥାଏ, ଧନ ଏବଂ ସୁଖ ମଧ୍ୟ ବହୁତ ମିଳିଥାଏ। ତୁମେମାନେ କାଙ୍ଗାଳରୁ ମୁକୁଟଧାରୀ ହୋଇଯାଉଛ। ତୁମମାନଙ୍କ ବୁଦ୍ଧିରେ ଅଛି ବାବା ଆସୁଛନ୍ତି ଦେବୀ ଦେବତା ଧର୍ମର ସ୍ଥାପନା କରିବା ପାଇଁ।
ସେହି ବୃକ୍ଷ ତ ନିଶ୍ଚିନ୍ତ ଭାବରେ ଛୋଟ ହେବ। ସେଠାରେ ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ, ଗୋଟିଏ ଭାଷା ହେବ। ତାକୁ ହିଁ ବିଶ୍ୱରେ ଶାନ୍ତି ବୋଲି କୁହାଯାଉଛି। ସାରା ବିଶ୍ୱରେ ଆମେ ସମସ୍ତେ ପାଠଧାରୀ ଅଟୁ। ଏ କଥା ଦୁନିଆ ଜାଣିନାହିଁ। ଯଦି ଜାଣିଛ ତେବେ କୁହ, କେବେଠାରୁ ଆମେ ଅଭିନୟ କରି ଆସୁଛୁ? ଏବେ ତୁମମାନଙ୍କୁ ବାବା ବୁଝାଉଛନ୍ତି। ଗୀତରେ ମଧ୍ୟ ଅଛି ନା, ବାବାଙ୍କ ଠାରୁ ଯାହା ମିଳୁଛି ତା ଆଉ କାହାଠାରୁ ମିଳୁନାହିଁ। ବାବା ଆମକୁ ସାରା ପୃଥିବୀ, ଆକାଶ ଓ ସାରା ବିଶ୍ୱର ରାଜଧାନୀ ଦେଉଛନ୍ତି। ଏ ଲକ୍ଷ୍ମୀ ନାରାୟଣ ବିଶ୍ୱର ମାଲିକ ଥିଲେ। ପରେ ଯେଉଁମାନେ ରାଜା ହେଉଛନ୍ତି ସେମାନେ ଭାରତର ରାଜା ଥିଲେ। ଗାୟନ ମଧ୍ୟ ଅଛି, ଯାହା ବାବା ଦେଉଛନ୍ତି ତାହା ଆଉ କେହି ଦେଇପାରିବେ ନାହିଁ। ବାବା ହିଁ ଆସି ଆମକୁ ସବୁ କିଛି ପ୍ରାପ୍ତ କରାଉଛନ୍ତି। ତେଣୁକରି ଏହି ସମସ୍ତ ଜ୍ଞାନ ବୁଦ୍ଧିରେ ରହିବା ଦରକାର, ଯାହାଦ୍ୱାରା ଅନ୍ୟ କାହାକୁ ବୁଝାଇ ପାରିବ। ତୁମକୁ ଏହି ଜ୍ଞାନକୁ ଗଭୀର ଭାବେ ବୁଝିବାକୁ ହେବ। ତେବେ କେଉଁମାନେ ବୁଝାଇ ପାରିବେ? ଯେଉଁମାନେ ବନ୍ଧନମୁକ୍ତ ହୋଇଥିବେ। ବାବାଙ୍କ ପାଖକୁ କେହି ଆସିଲେ ବାବା ପଚାରନ୍ତି, ତୁମର କେତୋଟି ସନ୍ତାନ? ତେବେ କୁହନ୍ତି, ମୋର 5ଟି ସନ୍ତାନ ଏବଂ ଷଷ୍ଠ ସନ୍ତାନ ଶିବ ବାବା ଅଟନ୍ତି। ନିଶ୍ଚିନ୍ତ ଭାବରେ ଇଏ ସବୁଠାରୁ ବଡ଼ ସନ୍ତାନ ଅଟନ୍ତି ନା। ଯଦି ଶିବ ବାବାଙ୍କର ହୋଇଗଲ, ତେବେ ଶିବ ବାବା ନିଜର ସନ୍ତାନ କରି ବିଶ୍ୱର ମାଲିକ କରିଦେବେ। ପିଲାମାନେ ଏହି ଉତ୍ତରାଧିକାରୀ ହୋଇଥାନ୍ତି ନା। ଏହି ଲକ୍ଷ୍ମୀ ନାରାୟଣ ଶିବ ବାବାଙ୍କର ସମ୍ପୂର୍ଣ୍ଣ ଉତ୍ତରାଧିକାରୀ ଅଟନ୍ତି। ପୂର୍ବ ଜନ୍ମରେ ଏମାନେ ଶିବ ବାବାଙ୍କୁ ସବୁ କିଛି ଦେଇଥିଲେ। ତେଣୁ ସମ୍ପତ୍ତି ନିଶ୍ଚିନ୍ତ ଭାବରେ ସେହି ପିଲାମାନଙ୍କୁ ମିଳିବା ଦରକାର। ବାବା କହୁଛନ୍ତି, ମୋତେ ହିଁ ଉତ୍ତରାଧିକାରୀ କର, ଆଉ କାହାକୁ ନୁହେଁ। କହୁଛନ୍ତି, ବାବା ଏସବୁ କିଛି ଆପଣଙ୍କର ସବୁ କିଛି ପୁଣି ଆମର ହେବ। ଆପଣ ଆମକୁ ସାରା ବିଶ୍ୱର ରାଜତ୍ୱ ସମ୍ପତ୍ତି ଦେଉଛନ୍ତି। କାହିଁକି ନା ଆମ ପାଖରେ ଯାହା କିଛି ଥିଲା ଆମେ ବାବାଙ୍କୁ ଦେଇଦେଇଛୁ। ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି ନା। ବାବା ଅର୍ଜୁନକୁ ବିନାଶ ସହିତ ଚତୁର୍ଭୁଜ ମଧ୍ୟ ଦେଖାଇଥିଲେ। ଅର୍ଜୁନ ଆଉ କେହି ନୁହନ୍ତି, ଏହି ବ୍ରହ୍ମାକୁ ହିଁ ସାକ୍ଷାତକାର ହୋଇଥିଲା। ଦେଖିଲେ ରାଜତ୍ୱ ମିଳୁଛି, ତେବେ କାହିଁକି ଶିବ ବାବାଙ୍କୁ ନିଜର ଉତ୍ତରାଧିକାରୀ ନ କରିବୁ? ସିଏ ପୁଣି ଆମକୁ ଉତ୍ତରାଧିକାରୀ କରୁଛନ୍ତି। ଏଇ ସୌଦା ତ ବହୁତ ଭଲ। କେବେ କାହାକୁ କିଛି ନ ପଚାରି ଗୁପ୍ତରେ ସବୁ କିଛି ଦେଇଦେଲେ। ଏହାକୁ ହିଁ ଗୁପ୍ତ ଦାନ ବୋଲି କୁହାଯାଏ। କେହି କ'ଣ ଜାଣିପାରିଲେ କି ଏହାଙ୍କର କ'ଣ ହେଲା? କେହି ଭାବିଲେ ଏହାଙ୍କର ବୋଧେ ବୈରାଗ ଆସିଗଲା, ତେଣୁ ସନ୍ନ୍ୟାସୀ ହୋଇଗଲେ। ଏ କନ୍ୟାମାନେ ମଧ୍ୟ କହୁଛନ୍ତି, 5ଟି ସନ୍ତାନ ଆମର, ବାକି ଗୋଟିଏ ସନ୍ତାନ ଶିବ ବାବାଙ୍କୁ ହିଁ କରିବୁ। ଇଏ ମଧ୍ୟ ଏହିପରି ସବୁ କିଛି ବାବାଙ୍କ ଆଗରେ ରଖିଦେଲେ, ଯାହାଦ୍ୱାରା ଅନେକଙ୍କର ସେବା ହୋଇପାରିବ। ତେଣୁ ବାବାଙ୍କୁ ଦେଖି ସମସ୍ତଙ୍କର ଖିଆଲ ଆସିଲା। ସମସ୍ତେ ଘର ଛାଡ଼ି ପଳାଇ ଆସିଲେ। ସେଇଠାରୁ ହିଁ ହଙ୍ଗାମା ଆରମ୍ଭ ହେଲା। ଘର ଦ୍ୱାର ଛାଡ଼ିବାର ସାହସ ଦେଖାଇଲେ। ଶାସ୍ତ୍ରରେ ମଧ୍ୟ ଲେଖା ଅଛି, ଭଟ୍ଟି ହୋଇଥିଲା। କାହିଁକି ନା ସେମାନଙ୍କୁ ଏକାନ୍ତର ଆବଶ୍ୟକତା ଥିଲା, ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କେହି ମନେ ନ ରୁହନ୍ତୁ। ମିତ୍ର ସମ୍ବନ୍ଧୀ ଆଦିଙ୍କର ମଧ୍ୟ ସ୍ମୃତି ନ ରହୁ। କାହିଁକି ନା ଆତ୍ମା ପତିତ ହୋଇଯାଇଛି, ତାକୁ ପବିତ୍ର ନିଶ୍ଚିନ୍ତ ଭାବରେ କରିବାକୁ ପଡ଼ିବ। ବାବା କହୁଛନ୍ତି, ଗୃହସ୍ଥରେ ରହି ମଧ୍ୟ ପବିତ୍ର ରୁହ। ଏହି ଧାରଣାରେ ହିଁ ବିଘ୍ନ ଆସୁଛି। କହୁଛନ୍ତି, ଏହା ସ୍ତ୍ରୀ ପୁରୁଷ ମଧ୍ୟରେ ଝଗଡ଼ା କରାଇବାର ଜ୍ଞାନ ଅଟେ। କାହିଁକି ନା ଜଣେ ପବିତ୍ର ହେବ, ଆଉ ଜଣେ ପବିତ୍ର ନହେଲେ ମାରପିଟ ହୋଇଥାଏ। ଏମାନେ ସମସ୍ତେ ମାଡ଼ ଖାଇଛନ୍ତି। କାହିଁକି ନା ଅଚାନକ ନୂଆ କଥା ହେଲା ନା। ସମସ୍ତେ ଆଶ୍ଚର୍ଯ୍ୟ ହେବାକୁ ଲାଗିଲେ, ଏପରି କ'ଣ ହେଲା ଯେ ଏତେ ସବୁ ଘର ଦ୍ୱାର ଛାଡ଼ି ଚାଲିଗଲେ? ମନୁଷ୍ୟମାନଙ୍କ ପାଖରେ ତ ଜ୍ଞାନ ନାହିଁ। କେବଳ ଏତିକି କହୁଥିଲେ, ୟାଙ୍କ ପାଖରେ କୌଣସି ଶକ୍ତି ଅଛି। ଏପରି ତ କେବେ ହୋଇନଥିଲା ଯେ ନିଜର ଘର ଦ୍ୱାର ଛାଡ଼ି ଚାଲିଯିବେ। ଡ୍ରାମାରେ ଏସବୁ ଚରିତ୍ର ଶିବ ବାବାଙ୍କର ଅଟେ। କେହି ଖାଲି ହାତରେ ପଳାଇ ଆସୁଥିଲେ, ଏହା ମଧ୍ୟ ଖେଳ ଅଟେ। ଘର ଦ୍ୱାର ଆଦି ସବୁ ଛାଡ଼ି ପଳାଇ ଆସିଲେ। କୌଣସିଥିରେ ମୋହ ନଥିଲା, ବାକି କେବଳ ଏହି ଶରୀର ଅଛି, ଯାହାଦ୍ୱାରା କାମ କରିବାକୁ ହେବ। ଆତ୍ମାକୁ ମଧ୍ୟ ଯୋଗର ଯାତ୍ରା ଦ୍ୱାରା ପବିତ୍ର ହେବାକୁ ପଡ଼ିବ। ତେବେ ଯାଇ ପବିତ୍ର ଆତ୍ମାମାନେ ଘରକୁ ଯାଇପାରିବେ। ସ୍ୱର୍ଗକୁ ତ ଅପବିତ୍ର ଆତ୍ମା ଯାଇପାରିବ ନାହିଁ। ନିୟମ ହିଁ ନାହିଁ। ମୁକ୍ତିଧାମକୁ ଯିବାକୁ ହେଲେ ପବିତ୍ର ହେବା ଦରକାର। କିନ୍ତୁ ପବିତ୍ର ହେବା ପାଇଁ କେତେ ବିଘ୍ନ ପଡ଼ୁଛି। ଆଗରୁ କୌଣସି ସତ୍ସଙ୍ଗ ଆଦିକୁ ଯିବା ପାଇଁ କ'ଣ ବିଘ୍ନ ପଡ଼ୁଥିଲା କି? ଯୁଆଡ଼େ ଇଚ୍ଛା ଯାଉଥିଲେ। ଏଠାରେ ପବିତ୍ରତା ପାଇଁ ହିଁ ବିଘ୍ନ ପଡ଼ୁଛି। ଏକଥା ତ ଜାଣିଛନ୍ତି, ପବିତ୍ର ହେବା ବିନା ଘରକୁ ଯାଇପାରିବେ ନାହିଁ। ଧର୍ମରାଜଙ୍କ ଦ୍ୱାରା ଦଣ୍ଡ ଭୋଗ କରିବାକୁ ପଡ଼ିବ, ପୁଣି କମ୍ ପଦ ମିଳିବ।
दंड न पाइले पद मध्य भल मिलिब। एसबु बुद्धिर कथा बाबा कहउछंती। मिठे बच्चे तुमको मो पाखु आसवाक हेब। ए पुराणा शरीर छाड़ी पवित्र आत्मा होई घर को जीवाक हेब। पुणी जितेबाला 5 तत्व सत्य प्रदान नुआ होइजिब सेतेबेले तुमको नुआ सत्य प्रदान शरीर मिलिब। सबकिछि उल्टा पाल्टा होई नुआ होइजिब। जेपरि बाबा यहाँ शरीर रे आसी प्रवेश करुछंती सेहीपरि आत्मा बिना कष्टरे गर्भमहल जाई प्रवेश करिब। पुणी जेतेबेले समय हेब सेतेबेले बाहर को आसिब। तेबे सेही समय रे जेपरि बिजुली चमकी जीव काहेकि ना पवित्र आत्मा अटे ना। यही सब किछि ड्रामा रे निर्धारित रही। अच्छा मीठा मीठा शिखिल दे संतान मान प्रति माता पिता बाप दादांकर मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानक नमस्ते। आत्मिक संतान मानकर आत्मिक माता पिता को नमस्ते नमस्ते नमस्ते। धारणा पाई मुख्य सार एक आत्मा को पवित्र करिया पाई एकांत रूपी भट्टी अर्थात साधना रे रहिबार हेबो। एकमात्र बाबांक व्यतीत अन्य केही भी मित्र संबंधी माने न पड़ुथिबे। 2 सारा ज्ञान को बुद्धि रे रखी बंधन मुक्त होई अन्य मानकर सेवा करने को हेबो। बाबांक सहित सच्चा सौदा करने को हेबो। जेपरि ब्रह्मा बाबा सबु किछि गुप्त रूप रे करिथिले सेहीपरि गुप्त दान करने को हेबो। वरदान मायार विकराल रूपर खेल को साक्षी होई देखुथिबा माया जेति भव। जो माने माया को सर्वदा स्वागत करुथांती से माने तार विकराल रूप को देखि विचलित होती नहीं। कारण साक्षी होई खेल देखिबारे बहुत मजा आसता है। कहीं मायार बाहर रूप जदिओ बाघ भली अटे किंतु ता भितर बिलेई भली मध्य शक्ति नहीं। केवल तुमे माने विचलित हो जाउछ एवं तार शक्ति को बढ़ाई देउछ। कौन करिवि किपरि करिवि किंतु यह सर्वदा मन रख जे जहाँ सब घटी जाउछि ता भल ही होउछि एवं जहाँ हेबाकु जाउछि ता आहुरी भल हेबो। तेणु साक्षी स्थिति रे रही जदि खेल को देखिबो तेबे माया जेते होइजिबो। स्लोगान जो माने सहनशील अटंती से माने कहार स्वभाव संस्कार रे क्रोधित हुंते नहीं। व्यर्थ कथा को गोटिए कान रे सुनी आर पटरे बाहर करी दियंती। ओम शांति। है हमने प्यार वो पाया जो दुनिया पा नहीं सकती। आज मोर तीन समान मो व्यर्थ मुक्त आत्मा अटे। मो ब्राह्मण संस्कारी आत्मा अटे। मो मास्टर सर्वशक्तिमान आत्मा अटे।